ସେଇ କଥା ତ ଧରି ବସୁଛୁ ବାହାରେ ବାପା ମାନେ କଣ ପିଲାମାନଙ୍କୁ ଶାସନ କରିବାର ଅଧିକାର ନାହିଁ। ଆଲୋ ଏଇ ସାଧନା ଅସୁରା ଭଳିଟା ବନା ଆଉ ଜମା ଅଭିମାନ କରନା। ଦେଖ ତ ଦୁଃଖ ଦେଖି ନ ପାରି ବାପାଙ୍କ ଆଖିରେ ଲୁହ ଛୁଉଁନି ଅସୁରା ଭଳିଟା ବନା ଆଉ ସବୁ ପଛକଥାକୁ ଭୁଲି ଯାଇ ପୁଣି ତ ତୋ ବାପାଙ୍କର ସେ ଗେଲି ରାଜକୁମାରୀ ହେଇଯା। ଡାକ ସାଧନା ଆଲୋ ବାପାଙ୍କ ଥରେ ବାପା ବୋଲି ଡାକ ଡାକ ସାଧନା ଆଲୋ ବାପାଙ୍କ ଥରେ ବାପା ବୋଲି ଡାକ ବାପା ଆଲୋ ଏଇ ସାଧନା ଆଲୋ କାଠିଆ ନାୟକ କଥାକୁ ଚ୍ୟାଲେଞ୍ଜ କରି ଆମ ବାପା ଆଜି ଜିତି ଯାଇଛନ୍ତି ଆଉ ସେ ପ୍ରମାଣ କରିଦେଇଛନ୍ତି ଗୋଟେ ଝିଅର ଜନ୍ମ ଅଲକ୍ଷଣୀ ନୁହଁ ଗୋଟେ ଝିଅର ଜନ୍ମ ସୁଲକ୍ଷଣ ଯୁକ୍ତ। ରୁଦ୍ର ସାଧନା ତମେ ଆସିଛ ତମେ ମୋ ଉପରେ ରାଗିଛ ଏ ସାଧନା ମୁଁ କଣ ତମ ଉପରେ ରାଗି ପାରିବି? ଆରେ ତମେ ଗୋଟେ ନୂଆ ଜୀବନ ଦେଇଛ ତମ ପାଇଁ ଡେବି ପାଳି ଦେଇଛ ଇଚ୍ଛା ହଉଛି ତମ ଭାଇ ଡେବି ପାଦରେ ମୁଣ୍ଡିଆ ମାରିବାକୁ। ରୁଦ୍ର ସାଧନା ଆରେ ଏମିତି କଣ ତ୍ୟାଗ କରାଯାଏ? ରୁଦ୍ର ଆଜି ମୁଁ ତମର କଥା କହିବି ମୋ କଥା ରଖିବ କୁହ ନିଶ୍ଚୟ ରଖିବି। ମୋ ହାତ ଧରି ବେଦି ପର୍ଯ୍ୟନ୍ତ ନେଇଯିବ ପାରିବି ସାଧନା ତମ ହାତ ଧରି ମୁଁ ତ ବେଦି ପର୍ଯ୍ୟନ୍ତ ଦେଇ ଯାଇପାରିବି। Wish you happy married life. ଆସ ନାଇଁ ମାନେ ସେଦିନ ମନା କରିଥିଲା ମୋ ଘରକୁ ଆସିବନି ଆଜ୍ଞା ଆଜି ପୁଣି ପଳେଇଛ ଓ ବାହାଘର ଦେଖିବାକୁ ଆଜ୍ଞା ଆରେ ବାହାଘର ଦେଖିବ କଣ ତମେ ନିଜେ ବାହା ହବ ମାନେ ମାନେ ଆଜି ବାହାଘରଟା ସତ୍ୟ ସହିତ ଆମିର ନୁହଁ ରୁଦ୍ର ସହିତ ସାଧନାର। ହଉ ମୁଁ ଯେତେବେଳେ ଜାଣିବାକୁ ପାଇଲି ଯେ ମୋ ଆମି ନୁହେଁ କେମିତି କେମିତି ମୁଁ ତମ ପ୍ରତି ଅନ୍ୟାୟ ହେବାକୁ ଦେଇଥାଏ ମୁଁ ଯେତେବେଳେ ଜାଣିବାକୁ ଚେଷ୍ଟା କଲି ଇଏ ପ୍ରକୃତରେ କିଏ କାହିଁକି ନା ସେଦିନ ମୋର ଆଖି ସାମ୍ନାରେ ମୋ ଆମେ ନିଆଁରେ ପଡ଼ି ମରିଯାଇଥିଲି। ଠିକ ଅଛି ଚାଲ ଆଜି ତମର ମୁଁ ବାହାଘର ମୋ ନିଜ ହାତରେ କରେ। କଟକରୁ ଭୁବନେଶ୍ୱର 27 କିଲୋମିଟର